एक समृद्ध भारतवर्ष ପାଇଁ ଏକ ରାଷ୍ଟ୍ର, ଏକ ଧର୍ମ, ଏକ ସଂସ୍କୃତି ମହାମନ୍ତ୍ର ହେଉ ବୋଲି ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ମତପ୍ରକାଶ ପାଇଛି। ହରପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅରବିନ୍ଦ ସତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରମହଂସ ପ୍ରଜ୍ଞାନନ୍ଦ ଗିରି, ହରିହରାନନ୍ଦ ଗୁରୁକୁଳମ୍, ବାଲିଘାଇ ପୁରୀ କହିଥିଲେ ଯେ ହଜାର ହଜାର ବର୍ଷ ତଳେ ହିନ୍ଦୁ ଧର୍ମର ସୃଷ୍ଟି, ଏହାର ପରମ୍ପରା ଓ ସଂସ୍କୃତି କାଳକାଳ ଭାରତବର୍ଷକୁ ଉଦ୍ବୁଦ୍ଧ କରିଛି। ଆମେ ହିନ୍ଦୁ, ଭାରତ ଆମର ମାତା, ଏହି ଆହ୍ୱାନ ହିଁ ବିଶ୍ୱରେ ଭାରତବର୍ଷକୁ ଚର୍ଚ୍ଚିତ ଓ ବିକଶିତ କରିଛି। ବିଦେଶୀ ସଂସ୍କୃତି ଓ ଆମ ସଂସ୍କୃତି ସହ ତୁଳନା କରି ସେ କହିଥିଲେ ଯେ ବିଦେଶରେ ସମସ୍ତଙ୍କର କେବଳ ଜଣେ ହିଁ ମା ଥିବାବେଳେ ଆମର ଗ୍ରନ୍ଥ ହେଉଛନ୍ତି ମାତା, ବୃକ୍ଷ ହେଉଛନ୍ତି ମାତା, ନଦୀ ହେଉଛନ୍ତି ମାତା, ପୃଥିବୀ ଆମର ମାତା, ଗୋବଂଶ ଆମର ମାତା ଏବଂ ସର୍ବଶେଷରେ ଭାରତ ଦେଶ ଆମର ମାତା। ବିଭିନ୍ନ ଧର୍ମର ସୁରକ୍ଷା ସହ ହିନ୍ଦୁ ଧର୍ମର ସମୃଦ୍ଧି ଓ ବିକାଶ ହେଲେ ଆମ ଦେଶ ବିଶ୍ୱଗୁରୁ ହେବ। ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଶଙ୍କରାନନ୍ଦ ମଠର ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ୱତୀ କହିଥିଲେ, ଆମ ଜନ୍ମଭୂମି ଆମର ପ୍ରକୃତ ମାତା ହୋଇ ଆମକୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମକୁ ଅନ୍ନ, ବସ୍ତ୍ର, ପାଣି, ପବନ ଦେଇ ଆମର ଲାଳନ ପାଳନ କରୁଛି। ଆମର ଜଗନ୍ନାଥ ସଂସ୍କୃତି ଏକ ମହାନ ସଂସ୍କୃତି। ଆମ ଜଗନ୍ନାଥ ମା ହୋଇ କୃଷ୍ଣ ବଳରାମଙ୍କୁ ଜନ୍ମ ଦେଉଛନ୍ତି। ଆମ ଜଗନ୍ନାଥ ହିଁ ଆମ ଭାରତ ମାତା ଓ ବିଶ୍ୱମାତା ଏବଂ ବିଶ୍ୱପିତା। ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ କହିଲେ, ପଞ୍ଚତତ୍ତ୍ୱ ମାଟି, ଜଳ, ଅଗ୍ନି, ପବନ, ଅଗ୍ନି ହିଁ ଆମର ପର୍ୟାବରଣ। ଏହି ପଞ୍ଚତତ୍ତ୍ୱ ଆଜି ଦୂଷିତ, ତେଣୁ ପର୍ୟାବରଣ ଆଜି ଦୂଷିତ। ଏହାକୁ ଶୁଦ୍ଧ ରଖିଲେ ଆମେ ସୁସ୍ଥ ରହିପାରିବା। ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର କହିଥିଲେ ଯେ ଆମେ ନିଜକୁ ହିନ୍ଦୁ ବୋଲି ଗର୍ବରେ ଏଇଥିପାଇଁ କହିଥାଉ କାରଣ ଆମ ହିନ୍ଦୁ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ସର୍ବୋତ୍ତମ ମହାନ ସଂସ୍କୃତି ଅଟେ। ଭାରତର ସାମଗ୍ରିକ ବିକାଶରେ ଆଦର୍ଶ, ଯୌଥ ପରିବାରର ମହତ୍ତ୍ୱ, ପରିବେଶ ସୁରକ୍ଷା, ସ୍ୱଭାଷା, ସ୍ୱଦେଶୀ ବସ୍ତୁର ବ୍ୟବହାର, ଜାତିଭେଦ ବିହୀନ ସମାଜ ନିର୍ମାଣ ଏବଂ ନାଗରିକ କର୍ତ୍ତବ୍ୟ ପାଳନ ହିନ୍ଦୁ ସମାଜରେ ଏହି ପଞ୍ଚ ପରିବର୍ତ୍ତନ ହିଁ ହିନ୍ଦୁତ୍ୱକୁ ଶକ୍ତିଶାଳୀ କରିବା ସହ ଭାରତବର୍ଷକୁ ମହନୀୟ କରିବ। ପ୍ରଫେସର ରବିଶଙ୍କର ମିଶ୍ର କହିଲେ, ପ୍ରତିଦିନ ଆମେ ଏକ ନିର୍ଦ୍ଦିଷ୍ଟ ସମୟରେ ନିୟମିତ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ ତାହା ଶୁଣନ୍ତି ଓ ଆମ ମନୋକାମନା ପୂରଣ କରନ୍ତି। ଏହି ହିନ୍ଦୁ ସମ୍ମିଳନୀରେ ଅଧ୍ୟାପକ ପ୍ୟାରୀମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 1000ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଅଧିବାସୀ, ମହିଳା ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅରବିନ୍ଦ ଶତପଥୀ, ସୁକାନ୍ତ ଦଳାଇ, ଅଂଶୁମାନ ରାୟ, ଦେବେନ୍ଦ୍ର ଅଗ୍ରୱାଲ, ମାନସ ଲେଙ୍କା, ପ୍ରଦ୍ୟୁମ୍ନ ମଲ୍ଲିକ ଓ ଶ୍ରୀରାମ ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତାମାନେ। धर्मप्रेमी, राष्ट्रप्रेमी, संस्कृतिप्रेमी, सत्संग और श्रद्धा एवं मंगल कामना मंच में बसी विज्ञान गिर्जाघर झगड़ा जिते गिर्जाघर क्षमता था वैज्ञानिक मान बंदी कर अत्याचार करते जिते वैज्ञानिक मान पाखे विज्ञान ज्ञान टे बढ़ीगला सी धर्म कृतज्ञता ज्ञापन करुच्ची धन्यवाद देवा धृष्टता हो सेठिका लोक आम धर्म को स्वागत करती आमे निज धर्मी मान मो धोती पिंधिक पाठ पढ़ाऊे श्रीमतीभ्य सौरभ्यैव च नमो ब्रह्मसुताभ्यश्च पवित्राभ्यो नमो नमः। दक्षिणे लक्ष्मणो यस्य वामे च जनकात्मजा पुरतो मारुतिर्यस्य तं पिला माने को जो स्कूल कॉलेज रे जो शिक्षा था एटा होची भारतवर्ष आमे हिंदू हेले हम पिला माने हिंदू हे स्वामी जी जो कथा कहले आगे लुगाटे पिथे पुरुष चोक कोनी कर लागला मु पिंधी जानी एमती की मु देखुची श्राद्ध देव को स्तंजु तेरी पेंशन दी बापू श्राद्ध दिया आ किसी बात नहीं हम श्रद्धा श्राद्ध संतान संतति
ସାହାଙ୍କ ପୀଠରେ ଆମେ ବସିଛେ। ରାମେଶ୍ୱର ସ୍ୱପ୍ନେଶ୍ୱରଙ୍କୁ ଭଗବାନ ତାଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି। ସମୟ ବଢ଼ି ଚାଲିଛି, ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ମୁଁ ଆଗ୍ରହ ରଖିବି ମାଆମାନଙ୍କୁ ବିଶେଷ କରି, ଯେହେତୁ ସ୍ୱାମୀଜୀ ବର୍ତ୍ତମାନ ତାଙ୍କର କଥା ରଖିବେ, ଆମେ ଆଗଟା ଖାଲି ପଡ଼ିଛି, ତେଣୁ ଆଗକୁ ପଳାଇ ଆସିବା। ଆମେ ଚେୟାରରେ ବସିବା ଅପେକ୍ଷା ତଳେ। ମୁଁ ଶ୍ରୀ ଅରବିନ୍ଦ ଶତପଥୀ ଆଜିକାର ଏହି ବିଶାଳ ହିନ୍ଦୁ ସମ୍ମିଳନୀର ସଂଯୋଜକ ଦାୟିତ୍ୱ ନିର୍ବାହ କରୁଛି। ଆମର ଏଇ ଯେଉଁ ହିନ୍ଦୁ ସମ୍ମିଳନୀ ନିକଟସ୍ଥ ଜୟୀରାଜଗୁରୁ ଏବଂ ଝାଡ଼େଶ୍ୱରୀ ବସତି ପୁରୀ ସହରର ଦୁଇ ଗୋଟି ବସତିକୁ ନେଇକରି ଆମର ଏ କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ହିନ୍ଦୁମାନଙ୍କ ଭିତରେ ଏକ ଏକତାକୁ ଟିକେ ଉଜ୍ଜୀବିତ କରିବା। ଆମର କେଉଁଠି ନା କେଉଁଠି ସାମ୍ପ୍ରତିକ ପରିସ୍ଥିତିକୁ ଅନୁଭବ କରି ହିନ୍ଦୁମାନଙ୍କ ପ୍ରତି ବିଭିନ୍ନ ଜାଗାରେ ହେଉଥିବା ଅତ୍ୟାଚାର ବା ଆକ୍ରମଣ ଆମେ କହିପାରିବା, ତାକୁ ପ୍ରତିହତ କରିବା ପାଇଁ ଆଗାମୀ ଦିନରେ ହିନ୍ଦୁମାନଙ୍କର ଯେଉଁ ସଂଗଠିତ ରହିବା ପାଇଁ କିଭଳି ଭାବରେ ଆମ ସଂସ୍କୃତିକୁ ରକ୍ଷା କରିବା ପାଇଁ ଆମମାନଙ୍କର କ'ଣ କର୍ତ୍ତବ୍ୟ, ଆମର ଏ ଭାରତବର୍ଷରେ ଆମେ ଯେତେବେଳେ ହିନ୍ଦୁ ସନାତନ ଧର୍ମକୁ ନେଇ ଗର୍ବ ଅନୁଭବ କରୁଛେ, ଆମ ସମସ୍ତଙ୍କୁ ଏକତ୍ରିତ କରି ଏକ ମନ ଏକ ପ୍ରାଣରେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରି ଆମ ସଂସ୍କୃତିକୁ କେମିତି ବଞ୍ଚେଇବା ଏବଂ ଆମ ଧର୍ମକୁ ରକ୍ଷା କରିବା ପାଇଁ ଇଏ ଏକ ଛୋଟିଆ ପ୍ରୟାସ। ଏହା ମାଧ୍ୟମରେ ଆମେ ଯୁବଶକ୍ତି ଏବଂ ସମସ୍ତ ହିନ୍ଦୁ ଭାଇ ଭଉଣୀମାନଙ୍କୁ ଆମେ ଗୋଟେ ସଂକେତ ଦେଉଛୁ ବା ସୂଚନା ଦେଉଛୁ ଯେ ଆଗାମୀ ଦିନ ଗୁଡ଼ିକରେ ଆମର ବହୁତ କିଛି ଦାୟିତ୍ୱ ବଢ଼ିଯାଇଛି। ଆମେ ସେ ଦାୟିତ୍ୱକୁ ସୁଚାରୁ ରୂପେ ଯଦି ନ ତୁଲେଇବା, ନିଶ୍ଚିତ ଭାବରେ ଆମ ପ୍ରତି ବିପଦ ଯେଉଁ ଆସିଛି ତାକୁ ତାର ପରିଣାମ କେମିତି ନ ଭୋଗିବା, ଏବେ ହିଁ ଆମେ ସଚେତନ ରହିବାର ଆବଶ୍ୟକତା ରହିଛି। ଆମେ ଜାଣିଛେ ଆମ ପୂର୍ବଜମାନେ ଦୀର୍ଘ 5000 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏଇ ହିନ୍ଦୁ ସଭ୍ୟତା ବା ହିନ୍ଦୁ ଜାତିର ଉତ୍ଥାନ ଯେତେବେଳେ ଆଗକୁ ଆଗକୁ ବଢ଼ି ଚାଲିଥିଲା, ଆମ ପୂର୍ବଜମାନେ ଯେଉଁ ଆମ ପାଇଁ ଛାଡ଼ି ଯାଇଛନ୍ତି ଗୀତା କହିବା, ରାମାୟଣ କହିବା, ବେଦ ଉପନିଷଦ ଏସବୁର ଆବଶ୍ୟକତା ରହିଛି, ତାକୁ ଆମେ ଘରେ ଘରେ ପହଞ୍ଚାଇବା। ଆମେ ବାହ୍ୟ ଶକ୍ତିର ଯେଉଁ ଅପସଂସ୍କୃତି ଆମ ପାଖରେ ପଶି ଆସୁଛି ତାକୁ କେମିତି ପ୍ରତିହତ କରି ଆମ ସଂସ୍କୃତିକୁ ନେଇକରି, ଆମ ସଂସ୍କୃତି ମହାନ, ଆଜି ଦେଶ ବିଦେଶରେ ଯେତେବେଳେ ଆମ ସଂସ୍କୃତିକୁ ନେଇକରି ଚର୍ଚ୍ଚା ଚାଲିଛି, ଆଲୋଚନା ଚାଲିଛି ଏବଂ ଆଗ୍ରହ ବଢ଼ି ଚାଲିଛି, ଆମେ ଆହୁରି ଯଦି ଆମେ ନିଜକୁ ଏଇସବୁ ବିଭିନ୍ନ ସଂଗଠନ ଜରିଆରେ ଯେଉଁମାନେ ଏଇସବୁ କାର୍ଯ୍ୟଧାରା ଆଗକୁ ନେଉଛନ୍ତି ତାଙ୍କ ସହିତ ଯୋଡ଼ି ହୋଇକରି ଏଇ କାମକୁ ଯଦି ସହଯୋଗର ହାତ ବଢ଼ାଇବା, ଦେଖିବା ନିଶ୍ଚିତ ଭାବରେ ଯେଉଁ ଅଖଣ୍ଡ ଭାରତର ସ୍ୱପ୍ନ ଦେଖୁଛେ ନିଶ୍ଚିତ ଭାବରେ ଏଇଟା କାର୍ଯ୍ୟକାରୀ ହେବ। ତା ସହିତ ଆମର ଏ ଭାରତବର୍ଷ ପରମ ବୈଭବଶାଳୀ ବିଶ୍ୱଗୁରୁ ନିଶ୍ଚିତ ଭାବରେ ଦିନେ ନା ଦିନେ ହେବ, ଏହି ଆଶା ନେଇ ଆଜି ଆମର ଏ ବିରାଟ ହିନ୍ଦୁ ସମ୍ମିଳନୀ ହେଇଛି। ଏଠି ଅନ୍ୟୁନ 1000ରୁ ଉର୍ଦ୍ଧ୍ୱ ଆମର ଏଇ ଜନବସତିରୁ ଆମର ଭାଇ ଭଉଣୀ ସମସ୍ତେ ଏଠି ଯୋଗଦାନ କରିବାର ଆଶା ରଖି ଆମେ ଆମର କାର୍ଯ୍ୟଧାରା ଆଗକୁ ବଢ଼ାଇ ଚାଲିଛୁ। ସମସ୍ତଙ୍କୁ